नमस्कार। ସମ୍ବିତ ଆଇପିଏଲ୍ ସ୍ପେଶାଲର ନୂଆ ଅଧ୍ୟାୟ। ଅ, ଏମିତି ଏକ ବିଷୟ ବା ଏମିତି ଏକ ବିଷୟରେ ଆପଣମାନଙ୍କ ସହିତ ନିଜର ମନର କଥା ବାଣ୍ଟିବା ପାଇଁ ଚାହୁଁଛି, ବହୁତ ଗୁରୁତ୍ୱପୂର୍ଣ୍ଣ। ଆଇପିଏଲ୍ କଥା ବା ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର କଥା ସିନା, ଯୋଉଥିରେ ଓଡ଼ିଶାର ସମ୍ପର୍କ ହିଁ ନାହିଁ। 2025 ଆଇପିଏଲ୍‌ରେ ଖେଳାଳି ନାହାନ୍ତି, ଅମ୍ପାୟାର ନାହାନ୍ତି, ମ୍ୟାଚ୍ ରେଫରି ନାହାନ୍ତି, ଷ୍ଟାଡିୟମରେ ମଧ୍ୟ ଆମର ଓଡ଼ିଶାର ଷ୍ଟାଡିୟମରେ ମଧ୍ୟ ମ୍ୟାଚ୍ ହଉନାହିଁ। ଏସବୁ ସତ୍ତ୍ୱେ ମଧ୍ୟ ଏଇ ଆଜିର ଅଧ୍ୟାୟ, ଆଜିର ବିଷୟ, ଆଜିର ଏଇ ଆଇପିଏଲ୍ ସ୍ପେଶାଲ କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ମଧ୍ୟ ପ୍ରେରିତ। ଓଡ଼ିଶା ପାଇଁ ହିଁ କହିବାକୁ ଗଲେ ଏ କାର୍ଯ୍ୟକ୍ରମ କରିବା ପାଇଁ ମନସ୍ଥ ସକାଳୁ କରିଥିଲି। ଅ, ଦେଖନ୍ତୁ, ଆପଣ ଯଦି ଦେଖିବେ ଶୀର୍ଷକର କଥାରେ, ତାହେଲେ ବିଘ୍ନେଶ, ଆଶୁତୋଷ ଓ ଓଡ଼ିଶାର ଖେଳାଳି, ଓଡ଼ିଶାର କ୍ରିକେଟର କାହିଁକି ରଖିଲି? ଆପଣମାନେ ଶନିବାରରୁ ଆରମ୍ଭ ହୋଇଥିବା ଆଇପିଏଲ୍ 2025ର ଖେଳଧାରାରେ ନିୟମିତ ବା ନିଶ୍ଚିତ ଭାବରେ ତାକୁ ଦେଖୁଥିବେ। ସିଧା ପ୍ରସାରଣ ହଉ ବା ମୁଖ୍ୟାଂଶ ହଉ ଦେଖୁଥିବେ, ଖୁସି ପାଉଥିବେ। ଛକା ଚୌକାର ବର୍ଷା ଆରମ୍ଭ ହୋଇଛି। ବଢିଆ ବୋଲିଂର ମଧ୍ୟ ଅ, ଚମକପ୍ରଦ ପ୍ରଦର୍ଶନ ହଉଛି। ସ୍ପିନର ମାନେ ଟିକେ ଅଧିକ ଇଏ କରିଛନ୍ତି। ତାରି ଭିତରେ ଓଡ଼ିଆ ହିସାବରେ ଓଡ଼ିଆ ସାମ୍ବାଦିକ, ଓଡ଼ିଶା ଖେଳ, ଓଡ଼ିଆ କ୍ରୀଡ଼ା ସାମ୍ବାଦିକ ଛାଡ଼ି ଦିଅନ୍ତୁ, ଜଣେ ସାଧାରଣ ଓଡ଼ିଆ ଭାବରେ, ସାଧାରଣ ଓଡ଼ିଆ କ୍ରିକେଟ ଫ୍ୟାନ୍ ଭାବରେ ମନକୁ ଯୋଉ କଷ୍ଟ ଏଇ ପ୍ରାରମ୍ଭିକ 3-4 ଦିନ ଭିତରେ ଆସିଯାଇଛି, ତାକୁ ଆପଣଙ୍କୁ କହିବି। ପ୍ରଥମ କଥା, ଯେ ବିଘ୍ନେଶ ଓ ଆଶୁତୋଷ ଓଡ଼ିଶା କ୍ରିକେଟର, ଯୋଉ ଶୀର୍ଷକ ଯେ ବିଘ୍ନେଶ, ଆପଣମାନେ ଦେଖିଥିବେ ସେଦିନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟର ମ୍ୟାଚ୍ ଚେନ୍ନାଇ ଚିପକ ଷ୍ଟାଡିୟମରେ, ଯୋଉଠି ଜଣେ ଯୁବ ତାରକାଙ୍କ ଉଦୟ ହେଲା। ଏଇ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏକାଧିକ ବଡ ତାରକାଙ୍କୁ ଭାରତୀୟ କ୍ରିକେଟକୁ ପ୍ରଦାନ କରିଛି, ଯୋଉମାନେ ପ୍ରଥମ ଶ୍ରେଣୀ କ୍ରିକେଟରେ ବେଶୀ ନାଁ କରିନାହାନ୍ତି, ନିଜ ରାଜ୍ୟ ଦଳ ପାଇଁ ମଧ୍ୟ ବିଶେଷ ଖେଳି ନାହାନ୍ତି, କିନ୍ତୁ ହଠାତ୍ ଆଇପିଏଲରେ ପ୍ରବେଶ କରି ସେଠାରେ ଦମଦାର ପ୍ରଦର୍ଶନ, ସେଠାରେ ଧମାକା କରିକି ଆସିଛନ୍ତି ଇଣ୍ଟରନ୍ୟାସନାଲ ଦଳକୁ ଏବଂ ଜମେଇ ଦେଇଛନ୍ତି ନିଜ କ୍ୟାରିୟରକୁ। ଏଇ ଆଇପିଏଲ ସୃଷ୍ଟି କରିଦେଇଛି ତାରକା। ଆମେ ଜସପ୍ରୀତ ବୁମରାଙ୍କ ଠାରୁ ନେଇ ରିଙ୍କୁ ସିଂଙ୍କ ପର୍ଯ୍ୟନ୍ତ କହିପାରିବା। ବହୁତ ଖେଳାଳି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଥା ଆପଣ ନେଇପାରିବେ, ତାଙ୍କ ଭାଇ କୃଣାଳଙ୍କ କଥା ନେଇପାରିବେ, ଅଭିଷେକଙ୍କ କଥା ମଧ୍ୟ ନେଇପାରିବେ, ବହୁ ଜଣଙ୍କ କଥା। ତାରି ଭିତରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାଚରେ ଆଉ ଜଣେ ତାରକାଙ୍କ ଉଦୟ ହେଲା, ବିଘ୍ନେଶ ପୁଥୁର। ବିଘ୍ନେଶ ପୁଥୁର କି ଚମତ୍କାର ବୋଲିଂ କଲେ, ଯୁବ ଖେଳାଳି, 24 ବର୍ଷ। ଯେତେବେଳେ ମନେ ହଉଥିଲା ଯେ ଚେନ୍ନାଇ ସୁପର କିଙ୍ଗସ୍ ମୁମ୍ବାଇ ଇଣ୍ଡିଆନ୍ସର ଯୋଉ ଟାର୍ଗେଟ ସେଟ୍ ହେଇଛି ତାକୁ ପାର ହେଇଯିବ ଅତି ସହଜରେ, 77-78 ରନ୍ ହେଇଯାଇଥିଲା ମାତ୍ର ଗୋଟେ ୱିକେଟର ପତନରେ। ଋତୁରାଜ ବଢିଆ ବ୍ୟାଟିଂ କରୁଥିଲେ। ସେଭଳି ଏକ ସ୍ଥିତିରେ ସେ ଆସିଲେ ଏବଂ 3ଟି ୱିକେଟ ବାହାର କରିନେଲେ। 4 ଓଭର, କୌଣସି ମେଡେନ୍ ନାହିଁ, 32 ରନ୍, 3ଟି ୱିକେଟ। ଇଏ ହେଉଛି ବିଘ୍ନେଶ ପୁଥୁରଙ୍କର ସେଦିନର ବୋଲିଂ ବିଶ୍ଳେଷଣ। ସେ ଋତୁରାଜ ଗାୟକୱାଡଙ୍କ ୱିକେଟ ନେଲେ, ଶିଭମ ଦୁବେଙ୍କ ୱିକେଟ ନେଲେ ଏବଂ ହୁଡାଙ୍କ ୱିକେଟ ନେଲେ। 3 ଜଣ ଯାକ କେବେ ନା କେବେ ଭାରତୀୟ ଦଳରୁ ଖେଳିଛନ୍ତି, ସେମାନଙ୍କୁ ୱିକେଟ ନେଲେ। ଏଇଟା ଥିଲା ତାଙ୍କ ପ୍ରଥମ ମ୍ୟାଚ ଆଇପିଏଲର, ପ୍ରଥମ ମଧ୍ୟ ସିନିୟର ପାଇଁ, କୌଣସି ଗୋଟେ ଜାତୀୟ ସ୍ତରର ପ୍ରତିଯୋଗିତାରେ ସିନିୟର ଦଳରୁ ଖେଳିବାର, ଏବଂ ଆଇପିଏଲ ତ ଡେବ୍ୟୁ ଥିଲା ତାଙ୍କର। କେରଳର ଖେଳାଳି, 24 ବର୍ଷ ବୟସ। କେରଳ ରଣଜୀ ଦଳରୁ ଏଯାଏଁ ଖେଳି ନାହାନ୍ତି। ଅନନୋନ୍ ଷ୍ଟାର କେରଳ ପାଇଁ ମଧ୍ୟ। ହଁ, କେରଳ ଲିଗ୍, କ୍ରିକେଟ ଲିଗ୍‌ରେ ଖେଳନ୍ତି, ତାମିଲନାଡୁ କ୍ରିକେଟ ଲିଗ୍‌ରେ ମଧ୍ୟ ଖେଳିଛନ୍ତି, କିନ୍ତୁ ଭାରତୀୟ ପ୍ରଥମ ଶ୍ରେଣୀ କ୍ରିକେଟ, ଆପଣ ରଣଜୀ ଟ୍ରଫି ପାଇଁ ସେ ଖେଳି ନାହାନ୍ତି, ନବାଗତ, ଭାରତ ପାଇଁ ନବାଗତ। କିନ୍ତୁ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଆଣିଥିଲା ଦଳକୁ, ଆଣିଛି ଏଥର ଦଳକୁ, ଖେଳିଲା ମଧ୍ୟ ପ୍ରଥମ ମ୍ୟାଚରେ। ଜଣେ ନବାଗତ ଖେଳାଳି, ଜଣେ ସ୍ପିନର, ମହେନ୍ଦ୍ର ସିଂ ଧୋନି ସାମିଲ ଥିବା ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ପ୍ରଥମ ମ୍ୟାଚ ଆଇପିଏଲର 2025ରେ ଥିଲା ପ୍ରଥମ ମ୍ୟାଚ। ଓ ପ୍ରଥମ ମ୍ୟାଚରେ ପଦାର୍ପଣ କରିବା ପାଇଁ ବିଘ୍ନେଶ ପୁଥୁରଙ୍କୁ ସୁଯୋଗ ଦେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଚମତ୍କାର ପ୍ରଦର୍ଶନ, 3ଟି ୱିକେଟ ନେଲେ। 3ଟି ୱିକେଟ ନେଇଗଲା ପରେ ଗୋଟେ ଚାପ ଆସିଗଲା, ମନେ ହେଲା ଯେମିତି ମୁମ୍ବାଇ ଇଣ୍ଡିଆନ୍ସ ଫେରୁଛି। ବଡ ସ୍କୋର ନ କରିଥିଲେ ମଧ୍ୟ, ବଡ ଟାର୍ଗେଟ ଦେଇନଥିଲେ ମଧ୍ୟ, ମ୍ୟାଚକୁ ଫେରିଯିବାର ଏକ ସମ୍ଭାବନା ସ୍ଥିତି ସେତେବେଳେ ବନେଇ ଦେଇଥିଲେ ଏଇ ଯୁବ ସ୍ପିନର ବିଘ୍ନେଶ ପୁଥୁର, ଯେ କିଛି ବଡ ମ୍ୟାଚ ଖେଳି ନଥିଲେ, ଆସିଲେ ପ୍ରଥମ ମ୍ୟାଚରେ ଧମାକା କଲେ। ଏବଂ ଆପଣ ସେତେବେଳେ ଦେଖିଥିବେ ଆଇପିଏଲ ଯୋଉ ମୁମ୍ବାଇ ଇଣ୍ଡିଆନ୍ସର ଯେ ମାଲିକ ନୀତା ଅମ୍ବାନୀ,
से तांको श्रेष्ठ खेलाड़ी पुरस्कार बा श्रेष्ठ बोलर पुरस्कार ड्रेसिंग रूम रे मैच पर देथिले शाबाशी आपण देखिबे महेंद्र सिंह धोनी एमती समस्तक पाखକୁ ଯାଇକି शाबाशी दियंती नाही से पुथरଙ୍କର से जो स्पेल रे 4 ओवर रो स्पेल 4-0-32-3 से एते प्रभावित होइतिले जे मैच सरीबा परे महेंद्र सिंह धोनी का दल जितिबा परे से विशेष भाव रे विघ्नेशଙ୍କ सह कथा होइतिले गोटे पटको नहीं जायकि तांको बोधे निहाती भाव रे बतैथिबे आशीर्वाद देइथिबे आगु को बढ़िबा पे प्रेरणा देइथिबे आपण भावंतु आ सूर्य कुमार यादव जे से मैच रे हार्दिक पांड्या जो सस्पेंड थिबा अवस्था रे नेतृत्व नउतले मुंबई इंडियंस रो अधिनायक भाव रे सूर्य कुमार यादव मैच परे कहिले जे मु आपण मु बहुत खुशी जे युव तारकांक ये प्रदर्शन रे एवं से बतैदेले गोटे कथा जोटा ओडिशा पे मु कहिबा पे चाहूँ से कहले हमर जो स्पॉटर माने अर्थात मुंबई इंडियंस रो जो माने अछंती खेलाड़ी खोजिबा काम रे खेलाड़ी चिन्हट करिबा काम रे से माने 10 मास तळु विघ्नेश को स्पॉट करथिले विघ्नेश को खोजी के आनिथिले जानिथिले जे विघ्नेश पाखे रहिछि कौशल कलात्मकता आईपीएल चमकीबा पाई तेणु से 10 मास तळु आमे तांको आनिथिलु से आम दल सहित थिले एवं आमे जानिछु से आहुरी भलो करिवे प्रथम मैच रे एते भलो करिसेन आमे समस्ते खूब खुशी मुंबई इंडियंस रो स्पॉटर सुदूर केरल मुंबई महाराष्ट्र मुंबई एवं सुदूर केरल को जाइए युव खेलाड़ी को खोजिले केरल लीग रु तमिलनाडु क्रिकेट लीग रु जो थे खेली विघ्नेश पुथुर आम पाखक तो आसुना आम ओडिशार कौन प्रतियोगिता को तो आसी ना कौन स्पॉटर खोजी ना जाने ना आसी कि ना खोजी कि ना कि क्या तो एमती नहीं कि सीधा सड़क प्रवेश करके धमाका करके एंट्री देना आईपीएल रे कौन ओडिया खेलाड़ी आमको कहीं खोजुना कि आउ जने खेलाड़ी आशुतोष आप देखिए दिल्ली कैपिटल्स लगुला जमती सुपर जायंट्स पाखु हारी जीव हताशा भाव 6-7 विकेट पड़ा पर बड़ बड़ तारका चली जाइथिबा अवस्था रे दिल्ली कैपिटल्स जीति पारिबो नाही एवं किए सुपरस्टार बनिले किए मैच को जितेकरी बाहरी गले दिल्ली कैपिटल्स सकाशे आशुतोष रेलगाड़ी खेलती रणजी ट्रॉफी रेलगाड़ी खेलती मध्यप्रदेश मूल खेलाड़ी अंडर 19 खेली मध्यप्रदेश दल किंतु रेलबाई पक्षर खेलती दिल्ली कैपिटल्स स्पॉट कर दिल्ली कैपिटल्स रो जो खेलाड़ी चिन्हटकारी लोक से आशुतोषंकर घर प्रतियोगिता देखी बुझी पारे सी धमाका कर दे पारे अपराजित रहीकरी जेपरी भाव में आशुतोष खेलिले यार पटांतर ना जिते प्रशंसा करा कम हम जो माने आपण माने सोमवार दिन से मैच देखी लखनऊ सुपर जायंट्स और दिल्ली कैपिटल्स मैच मन होता मुझे अनेक आरंभ 2008 रु देखुची आईपीएल मैच किंतु मुझे भाभी जे आउ जीति पारिबो नाही किंतु ता भितरे आशुतोष जोपरी भाव में 31 बॉल रु अपराजित 66 और 5टी लेखाएं छक्का चौका 5टी लेखाएं छक्का चौका आपण भावंतु अति पछुआड़ को आसिक एवं जो कथा कहूली 113 रे 6 विकेट पड़गला 212 रन टार्गेट जीवा जे केते असहज बा 2211 रन टार्गेट जीवा मन होता सरीगला आउ हबनी दिल्ली कैपिटल्स आउ जीति पार रेलवाई खेलाड़ी खोजी दिल्ली कैपिटल्स स्पॉटर माने आम पाखे कौन प्रतिभा ना ये गोटे स्वतः प्रश्न जे विघ्नेश और आशुतोष सफलता आईपीएल देखा स्वतः प्रश्न मो मनरे आम पाखरे कौन एपरी खेलाड़ी एपरी क्रिकेटर नहांती जे कि धमाका करि परिबे आईपीएल जहाँ प्रतिभा उपरे स्पॉटर विश्वास करि परिबे जहाँ कला कौशल उपरे सपोर्ट स्टाफ फ्रांचाइजी दल मान 10टी फ्रांचाइजी दल मान समर्थन दे परिबे मुख्य कोच पिठी थापुड़ी दे पारिबे कहे हाँ आंको आम सुजोग दबा ये ओडिया खेलाड़ी को ये ओडिशार खेलाड़ी सुजोग दबा ये क्रिकेटर को आम पाखे कौन कहीं ना
आम पाखकु कोन आसुचंदी स्पॉटर ओसी पाखरु आमे केबे पाइनु हाँ पप्पू किसी सीजन तळे जाइथिले नेट्स पे डाकरा पाइकी ताहा ଆମେ ଜାଣିଥିଲୁ ତା ପରବର୍ତ୍ତୀ ପର୍ଯ୍ୟାୟରେ ଆଦୌ ଖବର ନାହିଁ ଆମର କୌଣସି ଖେଳାଳିଙ୍କୁ କିଏ ଖୋଜୁଛି କି ନାହିଁ ଆମ ପିଲାଙ୍କ ଖେଳ ଦେଖିବାକୁ ଓଡ଼ିଶାକୁ କିଏ ଆସୁଛି କି ନାହିଁ ଆମର ତ ପ୍ରିମିୟର ଲିଗ୍ ହେଇପାରିଲା ନାହିଁ ପେସାଦାରୀ ଢଙ୍ଗରେ ଓଡ଼ିଶାରେ ହେଇପାରିଲାନି ପ୍ରଥମ ଥର ଯୋଉ ଗୋଟିଏ ହେଲା ଗୋଟିଏ ଦୁଇଟି ସେ ଯୋଉ ପ୍ରକାର କେଳେଙ୍କାରୀ ତା ଭିତରେ ଆସିଲା ସେ ସମସ୍ତେ ଜାଣିଛନ୍ତି ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନ ବାରମ୍ବାର କହି ଆସୁଛି ଯେ ଏ ଯୋଉ ଅଫ୍ ସିଜନରେ ଅନ୍ୟ ଦଳମାନଙ୍କୁ ଡାକିକିରି ଆମେ ଏଠି ଗୋଟେ ପ୍ରତିଯୋଗିତା କରିବୁ ସିଏ ମଧ୍ୟ କିଛି ହେଲା ନାହିଁ ସେମିତି କିଛି ବଡ଼ ଧରଣ କଲେ ଆମ ଓଡ଼ିଆ ଖେଳାଳି ସେଥିରେ ଚମକନ୍ତେ ତାଙ୍କୁ କିଏ ଖୋଜନ୍ତେ ଆମ ଓଡ଼ିଆ ଖେଳାଳିଙ୍କୁ କେହି ଖୋଜୁନାହାନ୍ତି କାହିଁକି ଖୋଜୁନାହାନ୍ତି ଦୁଃଖ ପରମ ଦୁଃଖ ଯଦି ସୁଦୂର କେରଳକୁ ଯାଇକି ମୁମ୍ବାଇ ଦଳ ଖୋଜିକିରି ଆଣୁଛି ବିଘ୍ନେଶ ପୁଥୁରଙ୍କୁ ଏବଂ ରେଳବାଇରେ ଖେଳୁଥିବ ରେଳବାଇ ରଣଜି ଟ୍ରଫିରେ ହଁ ଚମ୍ପିଆନ ହେଇଛି କିନ୍ତୁ ଏଇ କିଛି ସିଜନରେ ବିଶେଷ ଭଲ ପ୍ରଦର୍ଶନ ରେଳବାଇର ନୁହେଁ ତା ସତ୍ତ୍ୱେ ତା ଭିତରେ ଥିବା ଜଣେ ଖେଳାଳିଙ୍କୁ ତା ଭିତରେ ବା ମଧ୍ୟପ୍ରଦେଶର ଖେଳାଳି ଯିଏ ରେଳବାଇରେ ଚାକିରି କରୁଥିବା ଦୃଷ୍ଟିରୁ ରେଳବାଇ ପକ୍ଷରୁ ଖେଳୁଛନ୍ତି ତାଙ୍କୁ ଖୋଜିକି ଆଣିଛନ୍ତି କୋଉଠି ନା କିଏ ଦେଖିଥିବେ ନା ତାଙ୍କୁ ତାଙ୍କ ଚମକଦାର ଟି20 ମୁସ୍ତାକ ଅଲିରେ ହଉ ବିଜୟ ହଜାରେ ଟ୍ରଫିରେ ହଉ ବା ରଣଜି ଟ୍ରଫିରେ କୋଉ ମ୍ୟାଚରେ ହଉ କିଏ ଜଣେ ଦେଖିଥିବ ଦିଲ୍ଲୀ କ୍ୟାପିଟାଲ୍ସର ଯୋଉ ଟିମ୍ ସହିତ ଯୋଡ଼ି ହୋଇଥିବା କେହି ନା କେହି ଏବଂ ସେ ଜାଣିପାରିଛନ୍ତି ଯୋଉ ମାନେ ବିଶ୍ୱାସର ସହିତ ଦୁଇ ଜଣ ଯାକ ପ୍ରଦର୍ଶନ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବିଘ୍ନେଶ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଶୁତୋଷ ଶର୍ମା ଆପଣ ଭାବନ୍ତୁ ସେଥିରେ ଜଣେ ଓଡ଼ିଆ ସେଭଳି ଏକ ରୂପରେ ସେଭଳି ଏକ ଚମକପ୍ରଦ ପ୍ରଦର୍ଶନରେ ଜଣେ ଓଡ଼ିଆକୁ ଦେଖିଥିଲେ କେତେ କେତେ ଖୁସି ଲାଗିଥାନ୍ତା ଗର୍ବରେ ଫାଟି ପଡ଼ିଥାନ୍ତା ହେଇପାରିଲାନି କେହି ଖୋଜୁନାହାନ୍ତି ଆମକୁ ଆମ ପାଖକୁ କିଏ ଆସୁଛନ୍ତି କି ନାହିଁ ଆମକୁ ଜଣା ନାହିଁ ମୁସ୍ତାକ ଅଲିରେ ଆମର ଖରାପ ପ୍ରଦର୍ଶନ ବିଜୟ ହଜାରରେ ଖରାପ ପ୍ରଦର୍ଶନ ରଣଜି ଟ୍ରଫିରେ ଖରାପ ପ୍ରଦର୍ଶନ ଦଳଗତ ଆଉ ବ୍ୟକ୍ତିଗତ ମଧ୍ୟ ସେମିତି ବଡ଼ କିଛି କରିବାର ନାହିଁ ବଡ଼ କିଛି କରିବାର ସୁଯୋଗ ନାହିଁ ଯୋଉ ବିଘ୍ନେଶ ପୁଥୁର ଶିଭମ ଦୁବେଙ୍କୁ ୱିକେଟ ନେଇଥିଲେ ସେଦିନ ଚେନ୍ନାଇ ଆଉ ମୁମ୍ବାଇର ଲଢ଼େଇରେ ଏ ଯୋଉ ଶିଭମ ଦୁବେ ଆପଣଙ୍କୁ ଯଦି ମନେ ଥିବ ବୋଲି ଭାବୁଛି ଅନେକଙ୍କର ସେ ରଣଜି ଟ୍ରଫିରେ ଲଗାତାର 4ଟି ଛକ୍କା ମାରିଥିଲେ ମୁମ୍ବାଇ ପକ୍ଷରୁ ଖେଳିଲା ବେଳେ ଏବଂ ସିଏ ଗୋଟେ ନ୍ୟାସନାଲ ନ୍ୟୁଜ ହେଇଗଲା ସାଙ୍ଗେ ସାଙ୍ଗେ ଶିବମ ଦୁବେ ତାପରେ ପରେ ଆଇପିଏଲ ଷ୍ଟାର ବନିଗଲେ ତାପରେ ଭାରତୀୟ ଦଳରୁ ଖେଳିବାର ସୁଯୋଗ ପାଇଗଲେ ସେମିତିଆ ବି କିଛି ବଡ଼ ଜିନିଷ ଆମ ଖେଳାଳିମାନେ ନିକଟ ଅତୀତରେ କରିପାରିନାହାନ୍ତି ବର୍ତ୍ତମାନ କରିପାରୁନାହାନ୍ତି କେହି ଖୋଜୁ ମଧ୍ୟ ନାହାନ୍ତି ସେଇଠି ହେଉଛି ବଡ଼ ମାନେ ଦୁଃଖର ବିଷୟ ଓଡ଼ିଶା ଗୋଟେ ଦଳ ଅଛି ଓଡ଼ିଶା 48 ମସିହାରୁ ରଣଜି ଟ୍ରଫିରେ ଆମ ଖେଳଧାରା ଗୋଟେ ପୁରୁଣା ଦଳ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଯୋଉ ଅନୁବନ୍ଧିତ ରାଜ୍ୟ ଦଳଗୁଡ଼ିକ ଭିତରେ ଓଡ଼ିଶା ଏକ ବହୁତ ପୁରୁଣା ଦଳ ବହୁତ ଦିନ ରଣଜି ଟ୍ରଫିରେ ଓଡ଼ିଶା ଖେଳୁଛି ଦେଓଧର ଟ୍ରଫିରେ ଓଡ଼ିଶାର ବହୁତ ଖେଳାଳି ଅତୀତରେ ଖେଳିଛନ୍ତି ଦୁର୍ଗ ଟ୍ରଫିରେ ଖେଳିଛନ୍ତି ଏବେ କିନ୍ତୁ କେହି ପଚାରୁନାହାନ୍ତି ମୁମ୍ବାଇର ସ୍ପଟର ଯଦି କେରଳ ଗଲେ ସେ କାହିଁକି ଓଡ଼ିଶା ଆସୁନାହାନ୍ତି ଆସୁଛନ୍ତି ଯଦି କାହିଁକି ଖୋଜିକି ପାଉନାହାନ୍ତି କିମ୍ବା ଆମର ସେ ଖେଳାଳିମାନଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି ତେଣୁ ବେଳେବେଳେ ମନରେ ଏଇ ଆଶଙ୍କା ଆସୁଛି ମନରେ ଗୋଟେ ପ୍ରଶ୍ନ ଉଠୁଛି ଯଦି ବିଘ୍ନେଶ ଆଉ ଆଶୁତୋଷ ସଫଳ ହେଲେ ତାଙ୍କୁ ଖୋଜିକିରି ଫ୍ରାଞ୍ଚାଇଜ ଦଳମାନେ ନେଇପାରୁଛନ୍ତି ଆମ ପାଖକୁ ବା ଆମର କ'ଣ ସେମିତି ପ୍ରତିଭା ନାହାନ୍ତି ଓଡ଼ିଶା କ୍ରିକେଟରେ ବର୍ତ୍ତମାନ ଆଉ ଯଦି ଅଛନ୍ତି ତାଙ୍କ ପାଖରେ କାହିଁକି କୌଣସି ସ୍ପଟର ପହଞ୍ଚି ପାରିନାହାନ୍ତି ଯେହେତୁ କେହି ସୁଯୋଗ ପାଉନାହାନ୍ତି ବୋଧେ ମନରେ ଆସୁଛି ଯେ ଆମ ପାଖରେ ବୋଧେ ଏଭଳିଆ ଖେଳାଳି ଆଉ ନାହାନ୍ତି ଆମ ପାଖରେ ଥିଲେ ତ ଯାଇଥାନ୍ତେ ସମସ୍ତେ ଖୋଜୁଛନ୍ତି ନୂଆ ନୂଆ ତାରକା ନିଜ ଦଳର ସଫଳତା ପାଇଁ ଆଇପିଏଲରେ ଟ୍ରଫି ଜିତିବା ପାଇଁ କୋଉ କୋଉ ଖେଳାଳିଙ୍କୁ ବ୍ୟବହାର କଲେ ଜିତିବେ ସବୁ ଦଳ ଖୋଜୁଛନ୍ତି ଓଡ଼ିଶାଙ୍କୁ ବା ଓଡ଼ିଆଙ୍କୁ କେହି ଖୋଜୁନାହାନ୍ତି ଓଡ଼ିଶା କ୍ରିକେଟରଙ୍କୁ କେହି ଖୋଜୁନାହାନ୍ତି ଓଡ଼ିଶାରେ ଆସିକିରି କେହି ଖୋଜୁନାହାନ୍ତି ଖୋଜିବାର ସୁଯୋଗ ମଧ୍ୟ ନାହିଁ ଓସିଏ କରିବ କି ଓସିଏ କରିଛି କି ଡାକିକି ସ୍ପଟର ମାନଙ୍କୁ ଯେ ଦେଖନ୍ତୁ ଆମର ଏଇ 60 ଜଣ ଖେଳାଳି କି ଏଇ 100 ଜଣ ଖେଳାଳି ଧମାକାଦାର ଖେଳାଳି ଟି20 ଫର୍ମାଟରେ ଚମକି ପାରିବେ ଆପଣ ଆସନ୍ତୁ 3 ଦିନ ରହିକି କଟକ ବାରବାଟୀ ଷ୍ଟାଡିୟମରେ ବା ଅନ୍ୟ ଯେକୌଣସି ଭୁବନେଶ୍ୱରରେ ମଧ୍ୟ କରିପାରିବେ ଡ୍ରିମ୍ସରେ କରିପାରିବେ କିଟ୍ ଷ୍ଟାଡିୟମରେ କରିପାରିବେ ଓସିଏର
सभापति पंकज बाबूंकर जो एकाडेमी रही सी मत बढ़िया पड़िया पिच रही सेठी गोटे 100-115 जन पाखापाखि बेस्ट T20 फॉर्मेट रो खेलाड़ी को आनिक युवक खेलाड़ी अभिज्ञ खेलाड़ी को आनिक देखई पारे शोकेस करि पारे करिजो सी करि पारिबो सी करबा उचित आमठू मध्य आम राज्यरू मध्य निहाती भाव में विघ्नेश पुथुर एवं आशुतोष शर्मा थिबे अछंती बोली मोर विश्वास खोजा हो पारु नाहंती ठिकणा भाव से अपहंच दुख जे अन्य राज्यर खेलाड़ी माने चमकुला बेले प्रथम माने आपण भावंतु किछि खेली नांती केरलर सीनियर दलरू खेली नांती रणजी ट्रॉफी खेली नांती विघ्नेश पुथुर किंतु चमकी गले तांको अनेक लोक कहिलेनी से मैच र प्रदर्शन पर कि से बोधे इंडियन स्टार हेबे से बुमरांग भली तांको जन्म हला आईपीएल माध्यम रे से आगामी दिन भारतीय तारका आपण अनुमान करंतु गोटे मैच रो सफलता 4 ओवर रो बोलिंग पर रो सफलता 3 विकेट नबा पर रो सफलता आईपीएल मंचर कौन प्रभाव आशुतोष जमती बैटिंग कर मोर क्या मन हो रिंकू सिंह को भली से भारतीय दल सुजोग पाई जाई पारंती कोठना कोठी T20 फॉर्मेट रो अंतर्जातिक सीरीज बेले विघ्नेश और आशुतोष सफलता रे खुशी मनौला बेले ओडिशा क्रिकेटर अलड़ा हो जिबा अनावश्यक हो जिबा खोजा न पड़िबा ये दुख दे मु भाबुची मो दुख सहित मो पीड़ा सहित मो कष्ट सहित आपण माने मध्य समान भावना रखुथिबे सारुची कार्यक्रम नमस्कार।